तो जय जगन्नाथ पिलाମାନେ तुमମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୋ କ୍ଲାସେସ୍‌କୁ ସ୍ୱାଗତ। ତ ଆଶା କରୁଛି ପିଲାମାନେ ସମସ୍ତେ ଭଲରେ ଥିବେ। ତ ଆଜି ଆମେ ପିଲାମାନେ ଦେଖିବେ କି +3 ସେକେଣ୍ଡ ସେମିଷ୍ଟାର ପାଇଁ ଆମର ଯିଏ MDC ଇଣ୍ଡିଆନ୍ ଆଡମିନିଷ୍ଟ୍ରେସନ୍ ରଖିଛନ୍ତି ବା ସେଇଟା ଆମର ଓନ୍ଲି ସେକେଣ୍ଡ ସେମିଷ୍ଟାର ନୁହଁ, ପ୍ରାୟ ସବୁ ସେମିଷ୍ଟାର ପାଇଁ ଏଇଟା ହେଇପାରିବ। ତ ଯିଏ ଇଣ୍ଡିଆନ୍ ଆଡମିନିଷ୍ଟ୍ରେସନ୍ ରଖିଛନ୍ତି MDC ଭାବରେ, ତ ଆମେ ଦେଖିବା କ'ଣ କ୍ଲାସ୍ ରହିଛି ନା ଆଜିର କ୍ଲାସ୍ ହେଲା ପିଲାମାନେ ଗୁପ୍ତ ଆଡମିନିଷ୍ଟ୍ରେଟିଭ୍ ସିଷ୍ଟମ୍। ତ ପୂର୍ବ କ୍ଲାସ୍‌ରେ ଆମେ ଦେଖିଥିଲେ କି ମୌର୍ଯ୍ୟ ଆଡମିନିଷ୍ଟ୍ରେଟିଭ୍ ସିଷ୍ଟମ୍ ବା ମୌର୍ଯ୍ୟ ପ୍ରଶାସନିକ ବ୍ୟବସ୍ଥା କିପରି ଥିଲା ସେହି ସମୟରେ ବା ପୂର୍ବ ସମୟରେ କିପରି ଥିଲା। ତ ଆଜି ଆମେ ଦେଖିବା କି ପୂର୍ବ ସମୟରେ ବା ଗୁପ୍ତ ରାଜାଙ୍କ ସମୟରେ ବା ଗୁପ୍ତ ସାମ୍ରାଜ୍ୟ ସମୟରେ କିପରି ଭାବରେ ଆମର ପ୍ରଶାସନିକ ବ୍ୟବସ୍ଥା କିପରି ଭାବରେ ଚାଲୁଥିଲା ବା କେମିତି କ'ଣ ଆମର ରାଜ୍ୟ ଜିଲ୍ଲା ଏଗୁଡ଼ା କିପରି କ'ଣ ଥିଲା ସେ ବିଷୟରେ ମଧ୍ୟ ଆମେ ଆଲୋଚନା କରିବା। ତାହେଲେ ଆଉ ଡେରି ନକରି ଚାଲ ପିଲାମାନେ କ୍ଲାସ୍‌କୁ ଷ୍ଟାର୍ଟ କରିବା। ଓକେ, ତ ଦେଖିବା ତ କ'ଣ କହିଲେ ନା ପିଲାମାନେ ଗୁପ୍ତ ଆଡମିନିଷ୍ଟ୍ରେଟିଭ୍ ସିଷ୍ଟମ୍ ବା ଗୁପ୍ତ ପ୍ରଶାସନିକ ବ୍ୟବସ୍ଥା। ଓକେ, ଦ ଆଡମିନିଷ୍ଟ୍ରେଟିଭ୍ ସିଷ୍ଟମ୍ ଡ୍ୟୁରିଂ ଦ ଗୁପ୍ତ ଡାଇନାଷ୍ଟି, ଗୁପ୍ତ ବଂଶ ଯଦି ଆମେ କହିବା ଡାଇନାଷ୍ଟି ମାନେ ବଂଶ ବା ତାଙ୍କର ଯେଉଁ ରହିଛି ସାମ୍ରାଜ୍ୟ ତ ଏମ୍ପାୟାର ମାନେ କହିବା, ତ ଡାଇନାଷ୍ଟି ମାନେ ବଂଶ, ତାଙ୍କର ଯେଉଁ ରାଜବଂଶ ଡାଇନାଷ୍ଟି ମାନେ ଗୁପ୍ତ ରାଜବଂଶ ହେଲା, ୱାଜ୍ ଫାଉଣ୍ଡ ଓର୍ ମୋର୍ ଲେସ୍ ସିମିଲାର ଟୁ ଦି ମୌର୍ଯ୍ୟାନ୍ ଏମ୍ପାୟାର। ତ ମୌର୍ଯ୍ୟ ସାମ୍ରାଜ୍ୟର ଯେଉଁ ରହିଥିଲା ଆମର ଆଡମିନିଷ୍ଟ୍ରେଟିଭ୍ ସିଷ୍ଟମ୍ଟା ପୁରା ସିମିଲାରଲି ଆମେ ସେଇଟା ଗୁପ୍ତ ରାଜବଂଶ ବା ଗୁପ୍ତ ପିରିୟଡ଼ ମଧ୍ୟ ସେ ଟାଇମ୍ ଆମେ ଦେଖିବାକୁ ପାଇବା ହେଲା। ଆଟ୍ ଦ ଟାଇମ୍ ଅଫ୍ ଦି ଗୁପ୍ତ ରୁଲ୍, ତ ଯେତେବେଳେ ଗୁପ୍ତାମାନେ ରୁଲ୍ କରୁଥିଲେ, ଦେର୍ ୱାଜ୍ ଏ ପଲିଟିକାଲ୍ ହାରମୋନି ଇନ୍ ଆନ୍ସେଣ୍ଟ ଇଣ୍ଡିଆ। ତ କିଛି ଭାବରେ ମେଳ ଖାଉଥିଲା ମାନେ ଆନ୍ସେଣ୍ଟ ମାନେ ପ୍ରାଚୀନ ଇଣ୍ଡିଆର ଯେଉଁ ରହିଥିଲା କି ପଲିଟିକ୍ସ ବା ସେ ଯେଉଁ ଆଡମିନିଷ୍ଟ୍ରେଟିଭ୍ ସିଷ୍ଟମ୍ ପ୍ରାୟତଃ ସେମ୍ ଥିଲା ହେଲା। ଗୁପ୍ତ ପିରିୟଡ଼ରେ ବି ଏତେ କିଛି ଚେଞ୍ଜେସ୍ ଆସିନଥିଲା, ସେ ପୂର୍ବ ଆଧାରିତ ହିଁ କିଛି ଚାଲି ଆସିଥିଲା। ପୂର୍ବରୁ ଯେଉଁ ଆଡମିନିଷ୍ଟ୍ରେଟିଭ୍ ସିଷ୍ଟମ୍ ଥିଲା ବା ଯାହା ସବୁ ମନ୍ତ୍ରୀ ବା ସେନାପତି ଯାହା ରହୁଥିଲେ ପ୍ରାୟ ସେମ୍ ରହୁଥିଲା, ଏତେ କିଛି ଚେଞ୍ଜେସ୍ ନାହିଁ। ଡ୍ୟୁରିଂ ଦିସ୍ ପିରିୟଡ଼, ଏହି ସମୟ ମଧ୍ୟରେ ଦ ଏମ୍ପାୟାର ୱାଜ୍ କ୍ଲାସିଫାଇଡ୍ ଇଣ୍ଟୁ ଆଡମିନିଷ୍ଟ୍ରେଟିଭ୍ ଡିଭିଜନ୍ସ ଲାଇକ୍ ରାଜ୍ୟ, ରାଷ୍ଟ୍ର, ଦେଶ ଆଣ୍ଡ ମଣ୍ଡଳ। ତ ଏହି ସମୟରେ ତ ଯେଉଁ ଗୁପ୍ତ ପିରିୟଡ଼ ସମୟରେ ବା ଗୁପ୍ତ ରାଜବଂଶ ସମୟରେ କ'ଣ ହେଇଥିଲା ନା ପିଲାମାନେ ଏ ଯେଉଁ ଏମ୍ପାୟାରଟା ଏଇ ସାମ୍ରାଜ୍ୟଟା କ'ଣ ହେଇଥିଲା ନା କ୍ଲାସିଫାଇଡ୍ ବା ବିଭକ୍ତ ହୋଇଯାଇଥିଲା ବା ଶ୍ରେଣୀ ବିଭାଗ ହୋଇଥିଲା ତାର ଇଣ୍ଟୁ ଆଡମିନିଷ୍ଟ୍ରେଟିଭ୍ ଡିଭିଜନ୍ସ ରାଜ୍ୟ ବା ରାଷ୍ଟ୍ର ବା ଦେଶ ମଣ୍ଡଳ ଏଇଭଳି ଭାବରେ କ'ଣ ସେଇଟା ଭାଗ ହେଇଯାଇଥିଲା। କେଉଁଟା ନା ଆମର ଗୁପ୍ତ ସାମ୍ରାଜ୍ୟ। ଦିସ୍ ଡିନୋଟ୍ସ ଦ୍ୟାଟ୍ ଇମ୍ପୋର୍ଟାନ୍ସ ଗିଭେନ୍ ଟୁ ଆଡମିନିଷ୍ଟ୍ରେଟିଭ୍ ଡିସେଣ୍ଟ୍ରାଲାଇଜେସନ୍। ଏଇ ଯେଉଁ ଆସିଲା ବା ଯେଉଁ ସଂକେତଟା ହେଲା, ଯେଉଁ ସଂକେତ କରାଯାଇଥିଲା ସେଇଟା କ'ଣ କଲା ନା ଆଡମିନିଷ୍ଟ୍ରେଟିଭ୍ ମାନେ ଯେଉଁ ଆମର ପ୍ରଶାସନକୁ ବିକେନ୍ଦ୍ରୀକରଣ କରିବା ପାଇଁ ହେଲା। ଡିସେଣ୍ଟ୍ରାଲାଇଜେସନ୍ ମିନ୍ସ ପିଲାମାନେ କ'ଣ ବିକେନ୍ଦ୍ରୀକରଣ, ଡିସେଣ୍ଟ୍ରାଲାଇଜେସନ୍ ମିନ୍ସ ବିକେନ୍ଦ୍ରୀକରଣ। ତ ମାନେ କ'ଣ ପ୍ରଶାସନ ବ୍ୟବସ୍ଥାକୁ ବିକେନ୍ଦ୍ରୀକରଣ କରିବା ପାଇଁ ଏଇ ମଣ୍ଡଳ, ଦେଶ, ରାଷ୍ଟ୍ରଟା ବହୁତ ଭଲ ଭାବରେ ଗୋଟେ ସଂକେତ ଭାବରେ ସାହାଯ୍ୟ କଲା ହେଲା। ଦ ଆଡମିନିଷ୍ଟ୍ରେଟିଭ୍ ଡିଭିଜନ୍ସ ହେଲ୍ପଡ୍ ଦ ରୁଲର୍ସ ଟୁ ସିଷ୍ଟମାଟିକାଲି କଣ୍ଟ୍ରୋଲ ଦେରି ଟେରିଟୋରି। ବା ନିଜ ରାଜ୍ୟକୁ, ଟେରିଟୋରି ମାନେ କ'ଣ ନିଜ ଅଞ୍ଚଳ ଭିତରେ ଥିବା ଯେତେକ ଜାଗାକୁ ବା ଯେତେକ ଭୂଭାଗକୁ ତାକୁ ଆମେ କହିବା ଟେରିଟୋରି ହେଲା। ତ ଯେଉଁ ଟେରିଟୋରିଜ୍ ଗୁଡ଼ିକ ଥିଲା ଆମର ଗୁପ୍ତ ପିରିୟଡ଼ ସମୟରେ ତ ପ୍ରାୟତଃ ଡିଭିଜନ୍ କରିଦେଇଥିଲେ, ଯାହାଫଳରେ ତାଙ୍କୁ ସାହାଯ୍ୟ ହେଉଥିଲା ବା ଯେଉଁ ଭାଗ କରିଥିଲେ ତାଙ୍କୁ ଶାସନ କରିବା ପାଇଁ ସିଷ୍ଟମାଟିକାଲି ସିଷ୍ଟମ୍ଟାକୁ ବା ଯେଉଁ ବ୍ୟବସ୍ଥାଟାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ତାଙ୍କୁ ବହୁତ ସହଜ ହୋଇପଡ଼ୁଥିଲା। ଦ ପିରିୟଡ଼ ଅଫ୍ ଗୁପ୍ତା ହାଜ୍ ବିନ୍ ଡେସ୍କ୍ରାଇବ୍ଡ ଆଜ୍ ଦ ଗୋଲ୍ଡେନ୍ ଏଜ୍ ଅଫ୍ ଇନ୍ ଆନ୍ସେଣ୍ଟ ଇଣ୍ଡିଆ। ତ ଗୋଲ୍ଡେନ୍ ଏଜ୍ କାହାକୁ କହିବା ନା ଗୁପ୍ତ ପିରିୟଡ଼ଟାକୁ ଆମେ ଗୋଲ୍ଡେନ୍ ଏଜ୍ ବୋଲି କହିବା। ଆମ ପ୍ରାଚୀନ ଭାରତର ଯଦି ଆମେ ସ୍ୱର୍ଣ୍ଣ ଯୁଗ ବା ସୁବର୍ଣ୍ଣ ଯୁଗ ବୋଲି କହିବା, ତାକୁ ଆମେ କହିବା ଗୁପ୍ତ ପିରିୟଡ଼କୁ ହିଁ ଆମେ ସୁବର୍ଣ୍ଣ ଯୁଗ ବୋଲି କହିବା। ଦେର୍ ୱାଜ୍ ଏ କନସୋଲିଡେସନ୍ ଅଫ୍ ନର୍ଥର୍ନ ଇଣ୍ଡିଆ ଅଣ୍ଡର ଦ ୱାନ୍ ପଲିଟିକାଲ୍ ଅମ୍ବ୍ରେଲା। ତ ଗୋଟେ ଛତା ତଳେ ଏମାନେ ସବୁ ରହିଥିଲେ ନର୍ଥର୍ନ ଇଣ୍ଡିଆର ହେଲା। ଯେଉଁ କନସୋଲିଡେସନ୍ ମିନ୍ସ ପିଲାମାନେ କ'ଣ ନା ଏକତ୍ରୀକରଣ ହେଇ ରହିଥିଲେ, ହୁଇଚ୍ ଅସ୍ ହେୟର୍ଡ ଇନ୍ ଆନ୍ ଏରା ଅଫ୍ ଅର୍ଡରଲି ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟ ୱିଲ୍ ସେଲ୍ ଡିସ୍କସ୍ ଗୁପ୍ତା। ତ ଆମେ ଚାଲ ଆଲୋଚନା କରିବା ତ କିପରି କ'ଣ ଥିଲା ଗୁପ୍ତା ପିରିୟଡ଼ ହେଲା। ତ ପ୍ରଥମେ ଆସିଲା ପିଲାମାନେ ସେଣ୍ଟ୍ରାଲ ଆଡମିନିଷ୍ଟ୍ରେସନ୍ ବା କେନ୍ଦ୍ର ପ୍ରଶାସନ। ତ ଆମର ସେମିତି ଦେଶର ମଧ୍ୟ କେନ୍ଦ୍ର ଅଛନ୍ତି ବା କେନ୍ଦ୍ର ସରକାର, ରାଜ୍ୟରେ ରାଜ୍ୟ ସରକାର, ସେଭଳି ଭାବରେ ଜିଲ୍ଲା, ବ୍ଲକ, ଗ୍ରାମ ପଞ୍ଚାୟତ ହେଲା। ତ ଏଭଳି ଭାବରେ ଆମର ସବୁ କ'ଣ ରହିଛି ପଲିଟିକାଲ ସିଷ୍ଟମ୍ଟା। ତ ସେଭଳି ଭାବରେ ସେଣ୍ଟ୍ରାଲ ଆଡମିନିଷ୍ଟ୍ରେସନ୍ ସେ ସମୟରେ ମଧ୍ୟ ବହୁତ ଗୋଟେ ବଡ଼ ପାର୍ଟ ଥିଲା। ତ କ'ଣ ଥିଲା ଦେଖିବା, ମୋନାର୍କି ୱାଜ୍ ଦ ଫର୍ମ ଅଫ୍ ଗଭର୍ନମେଣ୍ଟ ଡ୍ୟୁରିଂ ଦ ଗୁପ୍ତା ଏଜ୍ ଆଣ୍ଡ ଇଟ୍ ହାଜ୍ ବିନ୍ ହେଲ୍ଡ ଆଜ୍ ଏ ବେନେଭୋଲେଣ୍ଟ ମୋନାର୍କି। କ'ଣ ହେଲା ନା ପିଲାମାନେ, ତ ଏ ଯେଉଁ ଆମର ରହିଲା ବେନେଭୋଲେଣ୍ଟ ମିନ୍ସ ପିଲାମାନେ କ'ଣ ନା ଯେଉଁ ଏଇଟା ହେଉଥିଲା ଗୋଟେ ବଂଶାନୁକ୍ରମିକ ଭାବରେ ସେ ଥିଲା, ସେ ଚାଲି ଆସୁଥିଲା ହେଲା। ଡ୍ୟୁରିଂ ଦ ଗୁପ୍ତା ଏଜ୍ ଇଟ୍ ହାଜ୍ ବିନ୍ ହେଲ୍ଡ ମିନ୍ସ ମାନେ ଯେଉଁ
ମୋନାର୍କିଟା ବା ରାଜତନ୍ତ୍ରଟା ନା ଆଗରୁ ଚାଲି ଆସୁଥିଲା, ମାନେ ମାନେ ଆଗରୁ ଆସୁଥିଲା। ତା ପୁଅ ହଉଥିଲେ ଏମିତି ହେଇ ରାଜା, ମାନେ ମୁଁ ରାଜା ଅଛି ନା, ମୋର ଯିଏ ବଡ଼ ପୁଅ ଥିବେ ସେ ରାଜା ହେଉଥିଲେ, ତ ତାପରେ ତାଙ୍କର ଯିଏ ବଡ଼ ପୁଅ ରହୁଥିଲେ ସେ ରାଜା ହେଉଥିଲେ। ତ ଏଇଭଳି ଭାବରେ ସେ ସମୟରେ ଚାଲୁଥିଲା ଆଜ୍ ଏ ବେନେଭୋଲେଣ୍ଟ ମୋନାର୍କି। ବେନେଭୋଲେଣ୍ଟ ମୋନାର୍କି ମାନେ ପିଲାମାନେ କ'ଣ ନା ଲୋକମାନଙ୍କର ମଙ୍ଗଳ କରାଯାଉଥିଲା। କେବଳ ଗୋଟେ ମୋନାର୍କି ମାନେ ସ୍ୱେଚ୍ଛାଚାରୀ, ଯେଉଁ ମୋନାର୍କି ମାନେ କ'ଣ ରାଜତନ୍ତ୍ର ହେଲା। ତ ସେ ଯେଉଁ ରାଜତନ୍ତ୍ର ଚାଲିଥିଲା ସେମାନେ ମନକା ଶାସନ କରୁଥିଲେ, ସେ ଲୋକମାନଙ୍କର ବହୁତ ଉପକାର କରୁଥିଲେ। ଦ କିଙ୍ଗ ଆଡପ୍ଟେଡ୍ ପମ୍ପସ୍ ଟାଇଟଲ୍ ସଚ୍ ଆଜ୍, ତ ସେ ବହୁତ ଗୁଡ଼ିଏ କ'ଣ ନା ପମ୍ପସ୍ ଟାଇଟଲ୍ ମାନେ ଆଡ଼ମ୍ବରପୂର୍ଣ୍ଣ ସେ ସବୁ ଉପାଧି ଗୁଡ଼ିକୁ ଗ୍ରହଣ କରୁଥିଲେ। ଯେମିତି ଆମର ଆସିଲା ପରମେଶ୍ୱର, ତା ସହିତ ମହାରାଜ ଧୀରାଜ, ପରମ ଭଟ୍ଟାରକ ହେଲା। ତ ବହୁତ ବଡ଼ ବଡ଼ ସବୁ ଉପାଧି ଗୁଡ଼ିକୁ ନିଜର ଆଡ଼ମ୍ବରପୂର୍ଣ୍ଣ ସହିତ ସେଇଟାକୁ ଗ୍ରହଣ କରୁଥିଲେ। ଦ କିଙ୍ଗ ୱାଜ୍ ଦ ହାଇଏଷ୍ଟ ଅଥରିଟି ଆଣ୍ଡ ୱାଇଲ୍ଡେଡ୍ ୱାଇଡ୍ ପାୱାର୍ସ ଟୁ ଏନାବଲ୍ ସ୍ମୁଥ୍ ଫଙ୍କସନିଂ ଅଫ୍ ଦ ଏମ୍ପାୟାର। ତ କ'ଣ ହେଲାନି ପିଲାମାନେ, ସେ କହିବାକୁ ଚାହିଁଲା ତ ରାଜା ଥିଲେ ସବୁଠାରୁ କ'ଣ ହାଏଷ୍ଟ ଅଥରିଟି ବା ସବୁଠାରୁ ମୁଖ୍ୟ ହେଲା। ମୁଖ୍ୟ ଥିଲେ କିଏ? ରାଜା, ଦ କିଙ୍ଗ। ତ ଯିଏକି କ'ଣ ସବୁ ପାୱାର ତାଙ୍କ ହାତରେ ଥିଲା ଏବଂ ସେ କ'ଣ ସ୍ମୁଥଲି ଫଙ୍କସନ୍ କରୁଥିଲେ ଏଇ ଏମ୍ପାୟାରକୁ, ଭଲ ଭାବରେ ସୁପରିଚାଳନା ସେ କରୁଥିଲେ। ଏନ୍ଜଏଡ୍ ପଲିଟିକାଲ, ଆଡମିନିଷ୍ଟ୍ରେଟିଭ, ମିଲିଟାରୀ ଆଣ୍ଡ ଜୁଡ଼ିସିଆଲ ପାୱାର। ତାଙ୍କେ କ'ଣ ନା ରାଜନୈତିକ, ପ୍ରଶାସନିକ ଏବଂ କ'ଣ ସାମରିକ ୱିଥ୍ କ'ଣ ନ୍ୟାୟିକ, ଏଇ ଚାରୋଟି ଯାକ ଯେଉଁ ରହିଲା ସିଷ୍ଟମ୍ ବା ବ୍ୟବସ୍ଥାଙ୍କର ତାଙ୍କ କ୍ଷମତା ଥିଲା ତାଙ୍କ ହାତରେ। କାହା ହାତରେ ନା ରାଜାଙ୍କ, ବା ଏଇ କ୍ଷମତା ଗୁଡ଼ିକୁ ସେ ଉପଭୋଗ କରୁଥିଲେ ରାଜା। ପଲିଟିକାଲ, ଆଡମିନିଷ୍ଟ୍ରେଟିଭ, ମିଲିଟାରୀ ଆଣ୍ଡ ଜୁଡ଼ିସିଆଲ। ଦ ଥିଓରି ଅଫ୍ ଦି ଡାଇଭିନିଟି ଅଫ୍ କିଙ୍ଗସ୍ was popular during this period which added to the royal power and prestige। ଯେଉଁଟାକି କ'ଣ ସେ ସମୟରେ ରୟାଲ ପାୱାର ବା ତାଙ୍କ ପ୍ରେଷ୍ଟିଜ୍ ଥିଲା ବା ସେଟା ହେଉଥିଲା ତାଙ୍କ ସମ୍ମାନର କଥା ଥିଲା ଏଇଟା ହେଲା। They were looked upon as gods, though the king possessed extensive power, he did not rule in a tyrannical manner। ତ ସେମାନେ କେବେ ମଧ୍ୟ କ'ଣ ସ୍ୱେଚ୍ଛାଚାରୀ ଭାବରେ ସେମାନେ ରୁଲ୍ କରନ୍ତିନି। ସେମାନେ ଗୋଟେ କ'ଣ ନା ତାଙ୍କ ପାଖରେ ବହୁତ ଗୁଡ଼ିଏ ପାୱାର ଥାଏ, ଏକ୍ସଟେନ୍ସିଭ୍ ପାୱାର ଥାଏ। ମାନେ ଏକ୍ସଟେନ୍ସିଭ୍ ପାୱାର ମାନେ ବହୁତ ଗୁଡ଼ିଏ ତାଙ୍କ ହାତରେ ପାୱାର ଥାଏ, ବହୁତ ଅଧିକ ପାୱାର ଥାଏ, କିନ୍ତୁ ସେମାନେ ମନ ଇଚ୍ଛା ସେମିତି ଶାସନ କରନ୍ତିନି। ସ୍ୱେଚ୍ଛାଚାରୀ ଭାବେ ଶାସନ ନ କରି ସେମାନେ ଲୋକମାନେ ଯେ ଉପକାରୀ ହେଲା ସେଭଳି ଭାବରେ ସେମାନେ ଶାସନ କରନ୍ତି। କାଉନସିଲ୍ ଅଫ୍ ମିନିଷ୍ଟର୍ସ ଆଣ୍ଡ ସେଭେରାଲ୍ ଅଦର ଅଫିସିଆଲ୍ସ ଆସିଷ୍ଟ ଦ କିଙ୍ଗ ଡେ ଟୁ ଡେ ପରଫର୍ମାନ୍ସ ଅଫ୍ ହିଜ୍ ଡ୍ୟୁଟି। ତ ରାଜାଙ୍କର ପ୍ରତ୍ୟେକ ଦିନର ଯେଉଁ ଶାସନ ବ୍ୟବସ୍ଥାକୁ ସୁପରିଚାଳନା କରିବା ପାଇଁ ଅନେକ ଗୁଡ଼ିଏ ମନ୍ତ୍ରୀ ପରିଷଦ ଏବଂ ଅନେକ ଗୁଡ଼ିଏ ଅଫିସର ମଧ୍ୟ ସାହାଯ୍ୟ କରୁଥିଲେ ରାଜାଙ୍କୁ ହେଲା। ରାଜା ତ ଜଣେ ପାରିବେନି ପିଲାମାନେ, ନାଙ୍କୁ ସିନା ସେ ସବୁ କ୍ଷମତାର ଅଧିକାରୀ, କେତେ ପାରିବେ? କେବେ ନାହିଁ। ଦ ଗୁପ୍ତା କିଙ୍ଗସ୍ ଆପଏଣ୍ଟେଡ୍ ଅଲ୍ ଗଭର୍ଣ୍ଣର୍ସ ଆଣ୍ଡ ମିଲିଟାରୀ ଆଣ୍ଡ ସିଭିଲ୍ ଅଫିସିଆଲ୍ସ ଆଣ୍ଡ ଦ ଲ୍ୟାଟର ୱେର୍ ରେସ୍ପନ୍ସିବିଲିଟି ଟୁ ଦି କିଙ୍ଗ। ତ ରାଜା ହିଁ ସବୁ ଅଧିକାରୀମାନଙ୍କୁ ନିଜ ଶାସନର ତାକୁ ବାଛୁଥିଲେ ବା ନିଯୁକ୍ତି ଦେଉଥିଲେ। ଦ କିଙ୍ଗ କନଫେରେଡ୍ ଅଲ୍ ଅନର୍ସ ଆଣ୍ଡ ଟାଇଟଲ୍ସ। ତ ରାଜା ହିଁ କ'ଣ କରୁଥିଲେ ନା ପିଲାମାନେ, ସେ ସମସ୍ତଙ୍କୁ ଅର୍ପିତ କରୁଥିଲେ ନିଜ ଯେଉଁ ଅନର ସମ୍ମାନ ଏବଂ ଯେଉଁ ଟାଇଟଲ୍ ଉପାଧି ସମ୍ମାନ ସବୁ ରାଜା ହିଁ ଦେଉଥିଲେ। ଦ କିଙ୍ଗ ୱାଜ୍ ଦ କଷ୍ଟୋଡିଆନ୍ ଅଫ୍ ଅଲ୍ ଲ୍ୟାଣ୍ଡ ଇନ୍ ଦ ଏମ୍ପାୟାର। ସେ ଥିଲେ ତତ୍ତ୍ୱାବଧାରକ ବା ସେ ଥିଲେ କହିବାକୁ ଗଲେ ଉତ୍ତରାଧିକାରୀ ମାନେ ତତ୍ତ୍ୱାବଧାରକ ଥିଲେ, ମାନେ ସେ ସବୁ ମୁଖ୍ୟ ମାନେ ସବୁ ଜଗୁଥିଲେ ବା ନିଜର ସବୁ କହିବାକୁ ଗଲେ ଥିଲା କ'ଣ ଯେତେ ସବୁ ଲ୍ୟାଣ୍ଡର ସେ ଥିଲେ ତତ୍ତ୍ୱାବଧାରକ ସାରା ସାମ୍ରାଜ୍ୟର। ହି ଲୁକ୍ଡ ଇଣ୍ଟୁ ୱାର୍କସ୍ ଲାଇକ୍ ବିଲ୍ଡିଂ ଅଫ୍ ଡ୍ୟାମ୍ସ। ତ ସେ କ'ଣ ଡ୍ୟାମ୍ ତିଆରି କରିବାରେ ମଧ୍ୟ ସେ ଧ୍ୟାନ ଦେଉଥିଲେ ହେଲା। ଇମ୍ପାର୍ଟିଂ ଜଷ୍ଟିସ୍ ଦେବାରେ ବା କ'ଣ ନ୍ୟାୟ ଦେବାରେ ମଧ୍ୟ ସେମାନେ ରାଜା ସାହାଯ୍ୟ କରୁଥିଲେ। ରିକଭରି ଅଫ୍ ଟ୍ୟାକ୍ସକୁ କେମିତି ଆଦାୟ କରିବା ସେଥିରେ ମଧ୍ୟ ସାହାଯ୍ୟ କରୁଥିଲେ ରାଜା ହେଲା, ବା ଏଇଗୁଡ଼ିକ ଉପରେ ସେ ଧ୍ୟାନ ଦେଉଥିଲେ। ଆଣ୍ଡ ପ୍ରୋଭିଜନ୍ ଅଫ୍ ସେଲ୍ଟର ଅଫ୍ ନିଡି। ତ ଯାହାକୁ ଯେଉଁଟା ଦରକାର ସେଇଟା ପାଇଁ ମଧ୍ୟ ସେ କ'ଣ ନିଜର ଦୃଷ୍ଟି ରଖୁଥିଲେ, ମାନେ କ'ଣ ନା ଲୋକମାନଙ୍କୁ ବହୁତ ସାହାଯ୍ୟ କରୁଥିଲେ, ମାନେ ପ୍ରଜାମଙ୍ଗଳ ଥିଲେ ସେମାନେ ସବୁ। ଦ କିଙ୍ଗ କୁଡ୍ ନେଭର ଆଫୋର୍ଡ ଟୁ ବି ସେଲ୍ଫିସ୍ ଡେସ୍ପୋଟ୍। ସେ କି ମଧ୍ୟ ନିଜ ସ୍ୱାର୍ଥ ପାଇଁ ସେ କେବେ ମଧ୍ୟ କାର୍ଯ୍ୟ କରନ୍ତିନି। ଦେ ହାଡ୍ ଟୁ ବି ରୁଲ୍ଡ ଆକର୍ଡ଼ିଂ ଟୁ ଦି ପ୍ରିନ୍ସିପଲ୍ ଅଫ୍ ରାଜ୍ୟ ଧର୍ମ। ତ ଯେଉଁ ରାଜ୍ୟ ଧର୍ମ ବୋଲି ପିଲାମାନେ ଯେଉଁ ଗୋଟେ ରହିଛି, ତ ଆମର ଯେମିତି ସମ୍ବିଧାନ ଅଛି, ତ ଆମେ ସମ୍ବିଧାନ ହିସାବରେ ଆମେ ଚାଲୁଛେ, ତ ସେମିତି ରାଜ୍ୟ ଧର୍ମ ହିସାବରେ ସେମାନେ ରୁଲ୍ କରନ୍ତି। ସେମାନେ ମନ ଇଚ୍ଛା ସେମିତି ଦେ ହାଡ୍ ଟୁ ବି ରୁଲ୍ଡ ଆକର୍ଡ଼ିଂ ଟୁ ଦି ପ୍ରିନ୍ସିପଲ୍ ଅଫ୍ ରାଜ୍ୟ ଧର୍ମ। ତ ରାଜ୍ୟ ଧର୍ମ ଅନୁଯାୟୀ ସେମାନେ କ'ଣ କରିବେ ନା ରୁଲ୍ କରିବେ, ତ ମନ ଇଚ୍ଛା ସେମାନେ ରୁଲ୍ କରିପାରିବେ ନାହିଁ। ଦେୟାର ୱେର୍ ଅଲସୋ ମିନିଷ୍ଟର୍ସ ଆଣ୍ଡ ହାଇ ଅଫିସିଆଲ୍ସ ଟୁ ଏଡ୍ ଆଣ୍ଡ ଆଡ଼ଭାଇସ୍ ହିମ୍ ଆଣ୍ଡ ହି ସେୟାର୍ଡ ପାୱାର୍ସ ୱିଥ୍ ଦେମ୍। ତ ଅନେକ ଗୁଡ଼ିଏ ମନ୍ତ୍ରୀ, ଅନେକ ଗୁଡ଼ିଏ ବଡ଼ ବଡ଼ ଉଚ୍ଚ ପଦାଧିକାରୀମାନେ ମଧ୍ୟ ସେହି ସମୟରେ ରହୁଥିଲେ, ଯିଏକି ରାଜାଙ୍କୁ ସାହାଯ୍ୟ କରୁଥିଲେ ଏବଂ ରାଜ୍ୟଙ୍କୁ ଉପଦେଶ ଦେଉଥିଲେ କି କିପରି ଭାବରେ
ଦେଶ ଶାସନ କରେ ଏବଂ ରାଜା ମଧ୍ୟ ସେଇ ପାୱାର ଗୁଡୁ ସେମାନେ ସହିତ ବାଣ୍ଟୁଥିଲେ। ତ ରାଜା ବହୁତ ଗୁଡ଼ିଏ ପାୱାର ଅଧିକା ଥିଲେ, ତ ସେଥିପାଇଁ ସବୁ ମନ୍ତ୍ରୀ ଏବଂ ଉଚ୍ଚ ପଦାଧିକାରୀମାନଙ୍କୁ ସେସବୁ କିଛି କିଛି ପାୱାର ବାଣ୍ଟୁଥିଲେ। ଦ ଏମ୍ପରର ୱାଜ୍ ଆସିଷ୍ଟ ବାଇ ଏ କାଉନସିଲ୍ ଅଫ୍ ମିନିଷ୍ଟର୍ସ ଅଲସୋ ନୋନ୍ ମନ୍ତ୍ରୀ ପରିଷଦ। ତ ମନ୍ତ୍ରୀ ପରିଷଦ ବା ଯାହାକୁ ଆମେ କାଉନସିଲ୍ ଅଫ୍ ମିନିଷ୍ଟର୍ସ ଦ୍ୱାରା ସେ ମାନେ କ'ଣ ସାହାଯ୍ୟ ପାଉଥିଲେ। ଦ ପ୍ରାଇମ୍ ମିନିଷ୍ଟର ଅଫ୍ ଦି ଷ୍ଟେଟ୍ ନୋନ୍ ଆଜ୍ ମନ୍ତ୍ରୀ ମୁଖ୍ୟ ୱାଜ୍ ଏମଙ୍ଗ ଦ ପ୍ରମିନେଣ୍ଟ ୱାନ୍ସ ଇନ୍ ଦ କାଉନସିଲ୍। ତ କାଉନସିଲ୍ର ଯେଉଁ ମୁଖ୍ୟ ଥିଲେ ହେଲା ଗୋଟେ ଷ୍ଟେଟ୍ରେ ହେଲା, ଷ୍ଟେଟ୍ର ପ୍ରାଇମ୍ ମିନିଷ୍ଟର ମଧ୍ୟ ତାକୁ କହିପାରିବା ଗୋଟେ ରାଜ୍ୟର, ତାକୁ କୁହାଯାଇଥିଲା ମନ୍ତ୍ରୀ ମୁଖ୍ୟ ବା ମୁଖ୍ୟମନ୍ତ୍ରୀ ବୋଲି ଆମେ ମଧ୍ୟ କହିପାରିବା ହେଲା, ମନ୍ତ୍ରୀ ମୁଖ୍ୟ, ଯିଏ କ'ଣ କାଉନସିଲ୍ର ଗୋଟେ ପ୍ରମିନେଣ୍ଟ ୱାନ୍ ଥିଲେ ବା ଗୋଟେ ମୁଖ୍ୟ ଲୋକ ଥିଲେ। ଦ ଅଦର ପୋର୍ଟଫୋଲିଓ ସଚ୍ ଏଜ୍ ମିଲିଟାରୀ ଆଫେୟାର୍ସ, ଲ ଆଣ୍ଡ ଅର୍ଡ଼ର ମ୍ୟାଟର୍ସ and such others were held by different officials known as ମହାଶାନ୍ତି ବିଗ୍ରହକ, ଅମର୍ତ୍ୟ, ମହାବଳଧୀକୃତ ଆଣ୍ଡ ମହାଦଣ୍ଡନାୟକ ହେଲା। ତ ଯେମିତି ଆମର ରହିଲା ମିଲିଟାରୀ ଆଫେୟାର ପାଇଁ, ଲ ଆଣ୍ଡ ଅର୍ଡ଼ର ପାଇଁ, ଆଉ ଆମର ଯେମିତି ରହିଲା ଡିଫରେଣ୍ଟ ଅଫିସିଆଲ୍ସ ସବୁ ରହିଲେ, ଯେମିତି ଆମର ବିଭିନ୍ନ ପ୍ରକାର ଡିପାର୍ଟମେଣ୍ଟ ରହିଲା, ତ ସେମାନଙ୍କ ପାଇଁ ମଧ୍ୟ ଜଣେ ଜଣେ ମୁଖିଆ ଥିଲେ ହେଲା। ଯେମିତି କାହାକୁ ଆମେ କହିପାରୁଥିଲା ମହାଶାନ୍ତି ବିଗ୍ରହକ, କାହାକୁ ଅମର୍ତ୍ୟ, କାହାକୁ ମହାବାଳଧୀକୃତ, କାହାକୁ ମହାଦଣ୍ଡନାୟକ, ଏଭଳି ଭାବରେ ସବୁ ଭାଗ ଭାଗ ହେଇଥିଲା। ତ ଏମାନେ ଗୋଟେ ଗୋଟେ ଅଫିସିଆଲ ମାନେ ଗୋଟେ ମୁଖ୍ୟ ମାନେ କ'ଣ ସୁପରିଟେଣ୍ଡେଣ୍ଟ ଥିଲେ ବା ଗୋଟେ ଯେଉଁ ଅଧ୍ୟକ୍ଷ ଥିଲେ କହିବାକୁ ଗଲେ ଗୋଟେ ବିଭାଗର ଗୋଟେ ଡିପାର୍ଟମେଣ୍ଟର। ଅଲ୍ ଇମ୍ପୋର୍ଟାଣ୍ଟ ମ୍ୟାଟର୍ସ ୱେର୍ ଡିସାଇଡେଡ୍ ଇନ୍ ଏ ଜଏଣ୍ଟ ସେଟିଂ ଅଫ୍ ଦି କିଙ୍ଗ ଆଣ୍ଡ ହିଜ୍ ମିନିଷ୍ଟର। ତ କହୁଥିଲା ନା ଯଦି କିଛି ଗୋଟେ ଇମ୍ପୋର୍ଟାଣ୍ଟ ମ୍ୟାଟର ହେଲା, ଗୋଟେ ଗୁରୁତ୍ୱପୂର୍ଣ୍ଣ ଯଦି କିଛି ଘଟଣାକୁ ନେଇକି, ତ ସମସ୍ତ ଗ୍ରୁପ୍ ହେଇକି ବସିବେ, ରାଜା ହୋଇଛି ତାଙ୍କର ସବୁ ମିନିଷ୍ଟର ମାନେ ସବୁ ଏମିତି ବସିବେ, ତ ରାଜା ତାକୁ କ'ଣ ଉପଦେଶ ଦେବେ ବା ସେଇ ଘଟଣାଟା କିପରି ଭାବରେ ଡିସାଇଡ୍ କରାଯିବ ସେଇ ବିଷୟରେ ସେମାନେ କଥା ହେବେ। ଦ କିଙ୍ଗ ୟୁଜୁଆଲି ଟୁ ରେସ୍ପେକ୍ଟ ଦ ଓପିନିଅନ୍ ଗିଭେନ୍ ବାଇ ହିଜ୍ ମିନିଷ୍ଟର୍ସ। ତାଙ୍କ ରାଜା ମଧ୍ୟ ସମ୍ମାନ ଜଣାଉଥିଲେ ତାଙ୍କ ମିନିଷ୍ଟରଙ୍କୁ, ଯିଏ ତାଙ୍କର ବକ୍ତବ୍ୟ କହିବା ପାଇଁ, ତାଙ୍କୁ ମତାମତ ଦେବା ପାଇଁ ମନ୍ତ୍ରୀମାନଙ୍କୁ। ତ ରାଜା ମାନେ କ'ଣ ସବୁଠାରୁ ସର୍ବୋଚ୍ଚ ପଦର ଅଧିକାରୀ ଥିଲେ ବା ସବୁଠାରୁ ପାୱାର ତାଙ୍କ ପାଖରେ ଥିଲା, ତଥାପି ସେ ମନ୍ତ୍ରୀମାନଙ୍କୁ କ'ଣ ସମ୍ମାନ ଦେଉଥିଲେ। Being a benevolent monarch, the king was always concerned with the well-being of his subject. He toured the country to keep himself abreast with the social and economic life of the people. ତ କ'ଣ କଲା ନା ପିଲାମାନେ, ତ ଯଦି ଗୋଟେ ରାଜା ହେବାକୁ ପଡ଼ିବ ତ ସେ ଦେଶ କ'ଣ ଭ୍ରମଣ କରିବାକୁ ପଡ଼ିବ, ଲୋକମାନଙ୍କ କଥା ବୁଝିବାକୁ ପଡ଼ିବ ଏବଂ ସାମାଜିକ ଭାବରେ ଲୋକଙ୍କୁ ସାହାଯ୍ୟ କରିବା ଦରକାର। ତ ସେକେଣ୍ଡ ଆସିଲା ପିଲାମାନେ ପ୍ରୋଭିନ୍ସିଆଲ ଆଡମିନିଷ୍ଟ୍ରେସନ ବା ପ୍ରାଦେଶିକ ପ୍ରଶାସନ, ପ୍ରାଦେଶିକ ପ୍ରଶାସନ ବା ଆମେ ଏଇଟାକୁ ରାଜ୍ୟ ପ୍ରଶାସନ ବୋଲି ମଧ୍ୟ ଆମେ କହିପାରିବା। ତ ରାଜ୍ୟ ବୋଲି ଭାବି ଦେବନି, ମାନେ ପ୍ରୋଭିନ୍ସିଆଲ, ସେ ଯେଉଁ ଖଣ୍ଡ ଖଣ୍ଡ କରାଯାଇଥିଲା ସାମ୍ରାଜ୍ୟଠୁ, ସେଇଟା ଗୋଟେ ପାର୍ଟ ହେଲା। ଦ ଗୁପ୍ତାସ୍ ଅର୍ଗାନାଇଜ୍ଡ ସିଷ୍ଟମ୍ ଅଫ୍ ପ୍ରୋଭିନ୍ସିଆଲ ଆଣ୍ଡ ଲୋକାଲ ଆଡମିନିଷ୍ଟ୍ରେସନ। ଏଇଟା ଗୁପ୍ତା ମାନେ ସବୁ ଏଟାକୁ ଅର୍ଗାନାଇଜ୍ କରିଥିଲେ ବା କହିବାକୁ ଗଲେ କ୍ରିଏଟ୍ କରିଥିଲେ, ତ ତା ପୂର୍ବରୁ ମଧ୍ୟ ଥିଲା। ଦ ଏମ୍ପାୟାର ୱାଜ୍ ଡିଭାଇଡେଡ୍ ଇଣ୍ଟୁ ଡିଭିଜନ୍ସ କଲ୍ଡ ଭୁକ୍ତ। ତ ସେ ଯେଉଁ ଆମର ଡିଭିଜନ ଗୁଡ଼ିକ ରହୁଥିଲା ତାକୁ କ'ଣ କୁହାଯାଉଥିଲା ନା ଭୁକ୍ତ ବୋଲି କୁହାଯାଉଥିଲା। ଆଣ୍ଡ ଇଚ୍ ଭୁକ୍ତି ୱାଜ୍ ପ୍ଲେସ୍ଡ ଅଣ୍ଡର ଦ ଚାର୍ଜ ଅଫ୍ ଦି ଉପରିକ ହେଲା। ତ ଗୋଟେ ଭୁକ୍ତ ବୋଲି ରହୁଥିଲା, ଗୋଟେ ଆମ ଏମ୍ପାୟାରକୁ ଡିଭିଜନ କରାଯାଇଥିଲା, ଭାଗ ଭାଗ କରାଯାଇଥିଲା, ତ ତାକୁ କୁହାଗଲା ଭୁକ୍ତ। ତ ତାର ଯିଏ ମୁଖିଆ ଥିଲେ ତାକୁ କହିଲା ଉପରିକ। ଦ ଭୁକ୍ତିସ୍ ୱେର୍ ଡିଭାଇଡେଡ୍ ଇଣ୍ଟୁ ଡିଷ୍ଟ୍ରିକ୍ଟ ଅର ବିଷୟସ୍ ଆଣ୍ଡ ଇଚ୍ ବିଷୟ ୱାଜ୍ ଅଣ୍ଡର ବିଷୟପତି। ତ ଯେଉଁ ଭୁକ୍ତି ଗୁଡ଼ିକ କାହିଁରେ ଡିଭାଇଡ଼ କରାଯାଇଥିଲା ନା ଡିଷ୍ଟ୍ରିକ୍ଟ ଗୁଡ଼ିକ, ଯାହାକୁ ଆମେ ବିଷୟ ବୋଲି ମଧ୍ୟ ଆମେ କହିପାରିବା, ଯାହାର ମୁଖ୍ୟ ଥିଲେ ବିଷୟପତି। ତ ଦେଖ ଫାଷ୍ଟ ହେଲା ଆମର ଏଇଟା ହେଉଛି ସେଣ୍ଟର କେନ୍ଦ୍ର, ତ ତାକୁ କ'ଣ କଲା ନା ଗୋଟେ ପ୍ରୋଭିଜନାଲି ଭାଗ କରାଗଲା ହେଲା। ତ ପ୍ରୋଭିଜନାଲି ଯେତେବେଳେ ତାକୁ ଭାଗ କରାଗଲା, ତ ଏଇଟା ଦେଖ ଏଇଟା ଗୋଟେ ସେଣ୍ଟର, ବହୁତ ଗୁଡ଼ିଏ ପ୍ରୋଭିନ୍ସିଆଲ ମାନେ ସବୁ କ୍ରିଏଟ୍ ହେଲା। ତ ସେଇ ଭିତରୁ ଆଉ ଗୋଟେ ଯେଉଁ ତିଆରି ହେଲା, ତ ଅନେକ ଗୁଡ଼ିଏ ଏମିତି ଭାବରେ ପ୍ରୋଭିନ୍ସିଆଲ ଗୋଟେ ଗଠନ ହେଲା। ତ ଆକୁ କ'ଣ କୁହାଗଲା ନା ଭୁକ୍ତ, ଆକୁ ଭୁକ୍ତ, ଇଏ ମଧ୍ୟ ଗୋଟେ ଭୁକ୍ତ, ଇଏ ଗୋଟେ ଭୁକ୍ତ, ଇଏ ଗୋଟେ ଭୁକ୍ତ, ଏଭଳି ଭାବରେ ଅନେକ ଗୁଡ଼ିଏ ଭୁକ୍ତ ସବୁ କ୍ରିଏଟ୍ ହେଲେ। ତ ତାର ମୁଖ୍ୟ ଆମେ କହିବା ଉପରିକ। ପୁଣି ଥରେ ଆକୁ ଅଧରେ ଡିଭାଇଡ଼ କରାଗଲା, ଏମିତି ଅନେକ ଗୁଡ଼ିଏ ଡିଭାଇଡ଼ କରି ସବୁ ଡିଷ୍ଟ୍ରିକ୍ଟ ସବୁ ତିଆରି କରାଗଲା ହେଲା। ଡିଷ୍ଟ୍ରିକ୍ଟ ଗୁଡ଼ିଏ ଯଦି ତିଆରି କଲା ତାକୁ ଗଲା ବିଷୟ, ଆଉ ତାର ମୁଖ୍ୟକୁ ଗଲା ବିଷୟପତି। ଇତି ବାସ୍ ମନେ ରଖ, ଆଉ କିଛି ନାହିଁ। ଦ ବିଷୟପତି ୱେର୍ ଜେନେରାଲି ମେମ୍ବର ଅଫ୍ ଦ ରୟାଲ ଫ୍ୟାମିଲି। ସେ ଗୋଟେ ରାଜାଙ୍କ ପରିବାର ସେ ଜଣେ ସଦସ୍ୟ, ଯିଏକି ଥିଲେ ଯେଉଁ ଆମର କ'ଣ ବିଷୟପତି ବାସ୍। ଓକେ, ଲୋକାଲ ଆଡମିନିଷ୍ଟ୍ରେସନ। ଦ ସିଟି ୱାଜ୍ ଗଭର୍ଣ୍ଣଡ୍ ବାଇ ଦ ଲୋକାଲ ମ୍ୟୁନିସିପାଲ, ମାନେ କ'ଣ ଯେଉଁ ଆମର ଆଞ୍ଚଳିକ ଭାବରେ ଆମେ କହିବା ବା ଗ୍ରାମୀଣ ମଧ୍ୟ ଆକୁ ଆମେ କହିପାରିବା ହେଲା। ଦ ସିଟି ୱାଜ୍ ଗଭର୍ଣ୍ଣଡ୍ ବାଇ ପରିଷଦ ଆଣ୍ଡ ଦ ହେଡ୍ ୱାଜ୍ ନୋନ୍ ଆଜ୍ ନଗର ରକ୍ଷକ। ତ ସେ ଯେଉଁ ସିଟିଟା କାହା ଦ୍ୱାରା ପରିଚାଳିତ ହେଉଥିଲା ନା ଗୋଟେ ପରିଷଦ ଥିଲା,
जार मुख्य कहते कौन नगर रक्षक। पुरपाल उपरिक पुरपाल उपरिक जानदर ऑफिसर एंड द नगर रक्षक वर्कड अंडर हिम। तो नगर रक्षक तले काम करते तले ना पुरपाल उपरिक है। देख उपरिक हूँ कौन आमर जो छोट मोट को लेकिन आम उपरिक तैयारी कल कि जो सहर लेवल को आसवा अर्बान एरिया को आम जो चली जावा से जी कहला कौन ना पुरपाल उपनिक नागर रक्षक वर्कड अंडर हिम। नाउ ऑल्सो देयर वाज ए स्पेशल ऑफिसर नोन एज अवस्थिक अवस्थिक बोली गोटे स्पेशल ऑफिसर थे स्वतंत्र आमर माने कौन मंत्री मंत्री तो नुह स्वतंत्र गोटे ऑफिसर थे जी कि सुपरिटेडेंट ऑफ धर्मशाला सुपरिटेडेंट धर्मशाला गुड़िकर से सुपरिटेडेंट बा अध्यक्ष। प्रोविजनल बॉडीज वर गिवन कंसिडरेबल attention. The artisans, merchants and bankers organized their own guides and managed their own lives, own affair. The guide merchants looked after trade in cities. कौन कल्याण पिला माने देखा जिते सब आर्टिस्ट मान थे जिते सब मर्चांट बा नाविक मैंने थे जिते सब बैंकर मैंने थे से कौन करते ना निजर गिल्ड गोटे सब क्रिएट करते निजर गोटे दल तैयारी करते आउ मैनेज करते निजर अफेयर। द गिल्ड मर्चांट्स लुक्ड आफ्टर ट्रेड इन सेठी जो आम जिते सब गिल्ड मर्चांट थे मैंने जो दलबद्ध बणिक मैंने से कौन अन्य देश सहित ट्रेड करने को लगिले। द विलेज वाज द स्मॉलेस्ट यूनिट ऑफ द एडमिनिस्ट्रेशन। तो आम देश कथा देखिले राज्य कथा देखिले डिस्ट्रिक्ट देखिले भाग भाग बहुत गुड़े भाग देखिले लास्ट को आसले निज ग्राम बा निज घर को आसले है। तो देखिए पिला माने द विलेज वाज द स्मॉलेस्ट यूनिट ऑफ द एडमिनिस्ट्रेशन ग्रामिक वाज द हेड ऑफ द विलेज। तो माने जो विलेज मुख्य कौन कहते ग्रामिक। तो केतले कोटे ग्रामीणी बोली कह कोटे ना मॉडर्न पीरियड रे ग्रामीणी तो कहला ग्रामिक। अदर ऑफिसर्स नॉन दूत सर मेसेंजर जैसे आम दूत बा मेसेंजर बोली कही जी कि हेडमैन ता सहित आमर किए रोते ना कार्त पिला कौन कह कार्तन कि कौन गोटे आसूँ वेरे अल्सो देर। तो बहुत गुड़े ऑफिसर मैंने ऑफिसर्स मैंने रोते एगुड़ी एत किसी इंपोर्टाट नहीं है किए रोते बस ग्राम मुख्य कौन कहते ग्रामिक है। ग्रामिक वाज असिस्ट बाय विलेज असेंबली ड्यूरिंग द गुप्तास द रूरल बॉडीज लाइक पंचायत वेर इनचार्ज ऑफ द वेलफेयर ऑफ विलेजर्स। तो से गोटे जो पंचायत थिला सेटा कौन था लोक मानकर सेवा बा वेलफेयर से विलेजर मानकर वेलफेयर से पंचायतटा गठित होता से इंचार्ज पे थिला। द सेरुराल बॉडीज कंप्राइज्ड द हेडमैन एंड एल्डर्स इन द विलेज। से सब एल्डर मैंने जी 18 वर्ष अधिक से सब से पार्टिसिपेट कर बड़ बड़ से समय जो 18 वर्ष से समय जो बड़ बड़ थे से पार्टिसिपेट करने सुजोग मिलूला। तो 4 नंबर देखिए बोले रेवेन्यू एडमिनिस्ट्रेशन। तो केमती राजस्व आसला एत बड़ सम्राट एत बड़ राजा एत बड़ साम्राज्य तो टंका आसूला क्यों। तो देखा द ड्यूटीज ऑफ रेवेन्यू एडमिनिस्ट्रेशन वेर कैरिड आउट बाय ऑफिशियल्स लाइक विनियुक्तक राजुक उपरिक 10 पराधिक है 10 पराधिक एंड एसच अदर्स बहुत गुड़े रेवेन्यू ऑफिसर गुड़े रोते राजस्व अधिकारी रोते जी कि खजना आदाय करुले फ्रॉम एमंग द 18 सोर्सेस ऑफ रेवेन्यू 18 प्रकार सोर्सेस थिला उत्स थिला रेवेन्यू कमेबार है। रेवेन्यू माने कौन जो आमर रही पिला माने रेवेन्यू माने कौन पिला माने आम जो राजस्व है राजस्व इनकम कर 18टा सोर्सेस थिला। लैंड रेवेन्यू वाज द चीफ वन सब मुख्य थिला लैंड रेवेन्यू बा जमी कौन रेवेन्यू माने कौन आमर हाँ राजस्व जमीर राजस्वटा सब अधिक मुख्य थिला। इट वाज जनरली फिक्स्ड एट 1/6 ऑफ द टोटल प्रोड्यूस। तो 1/3 सॉरी 1/6 है। तो माने 6 भाग तुम्हें 6 भाग जदि जिते चाष कर 6 भाग कर तार 1 भाग तुम राज्य को देवा बाध्य ये भाव से समय सिस्टम थिला पिला माने। ऑल्सो लैंड रेवेन्यू वाज इंपोर्टेंट सोर्सेस ऑफ इनकम। तो से गोटे इंपोर्टेंट थिला हमर इनकम रे 6th ऑफ द टोटल प्रोड्यूस ऑल्सो सॉरी पिला माने एटा गोटे रगला ना हाँ 6th ऑफ द टोटल प्रोड्यूस ऑल्सो लैंड रेवेन्यू was the important sources of income. The greater part of the revenue generated was spent on public welfare. तो प्रायतः टंका गुड़ कोटे खर्च होची ना कौन पब्लिक वेलफेयर लोक मानकर सचेतनतार लोक मानकर कार्य ही सब टंका सब यूज होता। लैंड टैक्स वे लेव्ड ऑन कल्टिवेटर है वाड नो लैंड राइट है। तो
कल्टिवेटर मानू केते जन फ्री मिलता जहाँ पाखे किसी लैंड राइट नाला. इट वाज द 6th of the total produce. There will also other sources of income like income tax and भाग, custom duty, mint duty, inheritance tax and gift tax. अनेक गुड़ा टैक्स सब थिला से समय है जोटा कि देशर कौन अर्थनीति को आगु नाला राजांगर जो रही कौन भंडार को परिपूर्ण करूला. तो आउ ये देखा कौन टे हाँ रही. इन एडिशन टू दिस टैक्सेस फाइन सच एज दस अपराध दैट वाज इम्पोज्ड ऑन द ऑफेंडर्स वाज ए सोर्स ऑफ इनकम. से गोटे जो फाइनटा गोटे थिला फाइन द्वारा आम कौन टंका मान सब इनकम कर बर्तमान माने कौन बस कि ट्रक कार बाइक एगुड़ कौन सब फाइन कटा जाऊँगी जोटा कि आम कौन रेवेन्यूटा जाऊँगी आम ओडिशा सरकार पाखक ये भाव में. तो जोटा कि माने रेवेन्यू थिला बा आमर कौन राजस्व थिला. तापर आसला आमर जुडिशियल आमर जो न्यायिक व्यवस्था किपर थे से समय जुडिशियल सिस्टम वाज फार मोर डेभलप्ड अंडर द गुप्तास देन इन एर्लियर्स टाइम. तो पूर्व समय जेपर थिला गुप्त समय टिके सेटा बहुत डेभलप करिगला आमर कौन ना जुडिशियल सिस्टमटा. Several books on law were completed during the period and for the first time civil and criminal laws were clearly demarcated. तो सब चिन्हित करागला है माने सिविल लॉ रो क्रिमिनल लॉ रो सब माने डेमार्केटेड करागला तो चिन्हित करागला. The theft and adultery came under criminal law and disputes regarding various types of property came under civil law. तो जेते सब कौन क्रिमिनल माने कौन थेफ्ट चोरी करवा आडल्टरी करवा से सब कौन क्रिमिनाल लॉ रे आसूला. तो से अनुसार दंड दि जाऊला एवं किसी डिस्प्यूट करवा तो जमती प्रॉपर्टी केम अंडर सिविल लॉ. तो जिते सब प्रॉपर्टी आम को डिस्प्यूट करवा जिते सब खराब कम करवा से सब आम कौन सिविल लॉ रे आसूला. एलाबोरेट लॉस वेर लेड डाउन रिगार्डिंग इनहेरिटेंस. तो आमर जो रही पे कौन ना एलाबोरेट लॉस वेर लेड डाउन रिगार्डिंग इनहेरिटेंस है माने उत्तराधिकारी रूपे सेटा रोला एलाबोरेट हो रोला. इट वाज द ड्यूटी ऑफ द किंग टू अपहोल्ड द लॉ एंड डील विथ द लीगल केसेस विथ द हेल्प ऑफ ब्राह्मण प्रीस्ट. तो ब्राह्मण पूजारी मैंने साहय करते राजा को लीगल केस रे कौन देवा हेल्प करने साहय करने. सहित जजेस माने सहित अन्य मिनिस्टर माने कौन न्याय देवार साहय करुले. द डिसीजन ऑफ द जजमेंट ऑफ द कोर्ट वाज बेस्ड ऑन द लीगल टेक्स्ट. लीगल टेक्स्ट अनुसार से गुड़ कौन होता जजमेंट कर सोशल कस्टम्स प्रिवेलिंग ड्यूरिंग दोज टाइम्स एंड डिस्क्रिप्शन ऑफ द किंग. तो कौन होता ना पे जिते आमर सोशल कस्टम गुड़ जो सामाजिक प्रथा गुड़ था से कि प्रिवेलिंग ड्यूरिंग दोज टाइम. तो ये टाइम कौन ना प्रचलित होता किसीटा है यपरी भाव आमर जुडिशियल सिस्टम था मैंने जुडिशियल सिस्टम पे बहुत भल आग को जाइला है. तार आसला आमर मिलिटारीटा टी आलोचना करदे. तो गुप्त रूलर्स हाड ए ह्यूज आर्मी बहुत बड़ सेनाबाहिनी गोटे रखी किए गुप्ता. दे मेंटेन्ड ए स्टैंडिंग आर्मी एंड द यूज ऑफ काभाली एंड हॉर्स आर्चरी वेर इन भग. तो कौन कहले पे तो लोकप्रियता है भोग मान लोकप्रियता लोक मैंने डरवा. तो से कौन करुले ना हाँ लोक मैंने पसंद करने ही आम ये कहीपर लोक मैंने जो लोकप्रियता से मैंने स्टैंडिंग आर्मी है स्टैंडिंग आर्मी यूज करते सहित काभाली पदातिक सैन्य सहित हर्स अश्वारोही एगुड़ सब नियुक्त करुले. तो से द टेरिटोरीज ऑफ द एम्पायर वर केप्ट अंडर वाचफुल आइज. तो जो टेरिटोरीटा बहुत ध्यान सहित से राजा ध्यान रखुले किए काड़े आसिक आक्रमण करदेव कि किए चोरी कर नहीं जी. तो युड़ सब मन थिला. द मिलिटरी ऑफिसर्स रेफर्ड इन इंस्क्रिप्शन वेर सेनापति सहित सब आमर अभिलेख बाहर किए थे. तो जमी आम आसे सेनापति महासेनापति बालधिकृत महाबालधिकृत दंडनायक सन्धि विग्रह एंड महासंधि विग्रह ये भाव अनेक गुड़े सब ऑफिशियल्स मैंने सब रोते. तो दे वेर द किंग फंक्शंस इन द मिलिटरी एडमिनिस्ट्रेशन. तो यहाँ गोटे मुख्य गठन बा गोटे मुख्य गाठनिक जिनिस आमर मिलिटरी एडमिनिस्ट्रेशन
जहाँकि पूर्व मुझे कहूली जिंदार सेनापति महासेनापति बाल धिकृत महाबाल धिकृत दंडनायक ता सहित सन्धि विग्रह महासंधि विग्रह तो यही भाव सब से समय सब माने सब पोजिशन गुड़िक था द मिलिटरी हैड 4 विंग्स नेमली द इनफर्मेशन विंग 4टी शाखा थिला कौन कौन ना इनफर्मेशन जड़े आसी खाली इनफर्मेशन सूचना देव काभाली विंग काभाली माने कौन पदातिक सैन्य सॉरी काभाली पिला माने अश्वारोही है जो घोड़ा चलाती है काभाली ता सहित आमर आसते एलिफेंट हाथी ता सहित नेभी जी गला तो ये भाव चारि पाखे विभक्त कराइला द मेन वेपन्स ऑफ वार बोज एंड आरोज स्वार्ड्स एक्स एंड एक्सेस एंड स्पीयर्स तो से सब खंडा खड़ग जगह हम कहे कुराड़ी तीर ता सहित आमर जो धनुबाण तीर ता सहित स्वाड तो कहली खड़ग ता सहित स्पीयर बा बर्चा एगुड़ी से समय सब यूज होता तो देखले पिला मैंने गुप्त पीरियड समय किपर कौन आमर जुडिशियल सिस्टम ता सहित आमर मिलिटरी एडमिनिस्ट्रेशन ता सहित कौन लोकल एडमिनिस्ट्रेशन प्रोफेशनल एडमिनिस्ट्रेशन सेंट्रल एडमिनिस्ट्रेशन सब आम आलोचना कले तो परवर्ती क्लास में देखिए मिडिएवल एडमिनिस्ट्रेटिव सिस्टम तो से विदाय नौ रही जय जगन्नाथ।